ଯେଉଁମାନେ କାମ, କ୍ରୋଧ, ଲୋଭର ଆକାଂକ୍ଷା ଗୁଡ଼ିକୁ ଦମନ କରିପାରନ୍ତି ସେମାନେ ଦେବ ହୋଇଥାନ୍ତି। ଯେଉଁମାନେ ବଡ଼ରୁ ବଡ଼ ସ୍ୱାର୍ଥ ସକାଶେ ମର୍ଯ୍ୟାଦାର ଉଲ୍ଲଂଘନ କରନ୍ତି ନାହିଁ ସେମାନେ ଦେବ ହୋଇଥାନ୍ତି। ନରମାନବ, ମହାମାନବ, ଦେବମାନବ ଏହା ଦେବମାନଙ୍କର ବ୍ୟକ୍ତିତ୍ୱର ତିନି ଆୟାମ ଅଟେ, ଯାହା ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ମିଳିପାରେ। ନର ପିଶାଚ, ନର ପଶୁ, ନର କୀଟ ଏହା ଅସୁରଙ୍କ ବ୍ୟକ୍ତିତ୍ୱର ତିନି ଆୟାମ ଅଟେ, ଯାହା ଭିନ୍ନ ଭିନ୍ନ ରୂପରେ ମିଳିଥାଏ। ଆମ ଆଖପାଖରେ ଆମକୁ ଦେଖିବାକୁ ମିଳିଥାଏ। ପରମ ପୂଜ୍ୟ ଗୁରୁଦେବ କହିଛନ୍ତି, ଯଦି ଆଜି ବ୍ୟାପିଥିବା ଅସୁରତାକୁ ସମାପ୍ତ କରିବାର ଅଛି, ଯୁଗକୁ ବଦଳାଇବାର ଅଛି, ତେବେ ଏହାର ଏକମାତ୍ର ଆଧାର ହେବ ସମ୍ବେଦନା। ଦୈବୀ ସମ୍ପଦଗୁଡ଼ିକ ସମ୍ବେଦନାର ଗର୍ଭରୁ ହିଁ ଜନ୍ମ ନେଇଥାଏ। ଅଖଣ୍ଡ ଜ୍ୟୋତି, ମାର୍ଚ୍ଚ 2012, ପୃଷ୍ଠା ସଂଖ୍ୟା 7। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।